ମାନେ ଲୋକମାନଙ୍କୁ ବୋକା ବନାଉଛନ୍ତି। ବୋକା ବନାଉନାହାନ୍ତି ଖ୍ରୀଷ୍ଟିଆନ ରାଜୁ ଆମେ ଟିକେ ବୋକା ହେବାରେ ଛାଡିଲୁ। ଆଗରୁ ଆମେ କହୁଥିଲୁ ବୋକା ଥିଲୁ। ଆମକୁ କଣ କହୁଥିଲେ ଦେଶିଆ ଉଲ୍ଲୁ, ଆମର ଆଡେ କହିବେ କୋରାପୁଟ ଆଡେ ଦେଶିଆ ଉଲ୍ଲୁ ଗୁଏ ଢୁଲୁ ବୋଲି। ଆମେ ସେମିତି ଥିଲୁ ବୋକା ବଳେ ପରମ ବୋକା ଥିଲୁ। ଏବେ ଯୀଶୁକୁ ଜାଣିଲାରୁ ଫଲ ପଡିଛୁ। ସତନା ନାଇଁ ଆମର ଘର କେମିତି ବଡ ଯୀଶୁ ଆସିଲା। আমার ঘরে কলেক্টর কি এসপি কি ডিএসপি আসলে বদলি নথান্তা, যিশু আসলার বদলিছি। আমার ঘরে এমনি ছিল আমার স্বামী আমার পিলা যিশু। আপনারা জানিছেন কি না ମୁଁ জানি নাই, পৃথিবীর ସବୁଠୁ ଅଧିକ ଶିକ୍ଷିତ ଲୋକ ଖ୍ରୀଷ୍ଟିଆନ। ପୃଥିବୀର ଅଧିକ ଲୋକ ଖ୍ରୀଷ୍ଟିଆନ, ସଂଖ୍ୟାରେ ବି ଖ୍ରୀଷ୍ଟିଆନ, ଶିକ୍ଷିତ ଲୋକ ବି ଖ୍ରୀଷ୍ଟିଆନ। ଏ ମାଇକ କେ ବନେଇଛି খ্রিস্টিয়ান, এ লাইট কে বনাইছি খ্রিস্টিয়ান, এ ঔষধ কে বনাইছি খ্রিস্টিয়ান, ট্রেন কে বনাইছি খ্রিস্টিয়ান, উড়াজাহাজ কে বনাইছি খ্রিস্টিয়ান, এ ব্যাগ কি আরম্ভ করা খ্রিস্টিয়ান, নিউজ পেপার কি আরম্ভ করা খ্রিস্টিয়ান। কোনটা কইব? এ জেসিবি গাড়ি কে করেছি খ্রিস্টিয়ান। যে খ্রিস্টিয়ান কলা জেসিবি গাড়িটা তুমি লেবু মরচ বাঁধি দেলে তোমারটাই দিব। ভাই বোন মানে লেবু মরচ কর পাই, লেবু মরচ কর পাই পকার ভাতরে নাই লেবু মরচ কর পাই পকার ভাতরে চকটি চকটি খাই পারি কে নাই। আমার ভোগ আমাদের কইবা লাগা কিছু যাও নাই, লেবু মরচ বাঁধি দেলে গাড়ি পুড়ে সুরক্ষা থাকবে। সেটি গাড়ি আমার বরাবর ঘাটে কেটে পড়বাটা পাই দেখলে গাড়িরে লেবু মরচ বাঁধলে সুরক্ষা দিব নাই। গাড়ি চলাবার মদ পিবার নাই, স্লোরে চলাইবার, ফোনে কথা হেবার নাই, ধীরে ধীরে চলাই করে দিবা। টার্নিং দেখি করে গলে অ্যাক্সিডেন্ট হবে নাই। লেবু মরচি বাঁধলে মতো জীব বুঝা নাই সুজা নাই। প্রিয় ভাই বলি মানে কহিবা পাই চাহে খ্রিস্টিয়ান কଣ যার মন পরিবর্তন হয়েছে। ଆପଣଙ୍କର ମନ ପରିବର୍ତ୍ତନ ହେଇଛି। ଜହନଙ୍କର ପ୍ରଥମ ସମ୍ବାଦ ଥିଲା କଣ? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ପୃଥିବୀର ସବୁ ରାଜ୍ୟ ନଷ୍ଟ ହେବାକୁ ଯାଉଛି। ଭାରତରେ ନାହିଁ, ପୁରା ପୃଥିବୀରେ ଯେତିକି ରାଜ୍ୟ ସବୁ ନଷ୍ଟ ହବ, କେବଳ ସ୍ୱର୍ଗ ରାଜ୍ୟ ହିଁ ଥିବ। ଆଉ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ହେଲେ ମନ ପରିବର୍ତ୍ତନ ହେବା ଦରକାର। ପ୍ରଥମ ମନ ପରିବର୍ତ୍ତନ କର, ତାପରେ ତିନି ପଦ ପଢିବେ। দ্বিতীয় বিষয় କଣ କହୁଛନ୍ତି ମୁଁ ଶୀଘ୍ର ସାରିବି, ଗୋଟେ 5-7 ମିନିଟ ସାରିବି ହେଲା, 2-15 ମିନିଟ ସାରିବାକୁ ଚେଷ୍ଟା କରିବି। ଆଉ ନେକ୍ସଟ ଟାଇମ ଯଦି ଛୋଟା ବକ୍ତା ବୋଲି ଶୁଣିଲେ ଆସିବିନି, ମୁଁ ଜାଣିନଥିଲି। ମୁଁ ଆୟୋଜକ ମାନଙ୍କୁ କହିବା ପାଇଁ ଚାହେଁ, ନମ୍ରତା ସହିତ କହିବା ପାଇଁ ଚାହେଁ, ମୁଁ ଛୋଟା ବକ୍ତା ଅଛନ୍ତି ବୋଲି ଜାଣି ନାହିଁ। ଯଦି ଜାଣିଥିଲେ ମୁଁ ଆସିନଥାନ୍ତି। ମୁଁ କହିବା ପାଇଁ ଆପଣ ମାନେ ତ ଗର୍ବ କରିପାରନ୍ତି। ଆମର 2 ଦିନର ମିଟିଂରେ ଜୋତାର ଗ୍ରାମରେ 6ଟା ବକ୍ତାକୁ ଡାକିଦେଲୁ, ଆପଣ ଗର୍ବ କରିପାରନ୍ତି। ମତେ ସେ ଗର୍ବ ଦରକାର ନାହିଁ ଯେ 6 ଜଣ ଭିତରେ ମୁଁ ବି ଥିଲି। ମୋର ଆଗ୍ରହ ନାହିଁ। ଏଠି ମତେ ଜ୍ୱର ଅଛି, କେତେ ଦିନ ଜ୍ୱରରେ ମୁଁ ସଫର ହଉଛି, ଔଷଧ ବି ଖାଉଛି, ପ୍ରଚାର କରୁଛି, ଯାଇକି କମଳ ଗୁଡାଇକି ଶୋଉଛି। ମୁଁ ଦୁଃଖ ସହିତ କହୁଛି, ମୁଁ ଆଗେ ଏକଲା ବକ୍ତା ଥିବା ଜୀବନ କହୁ ନାହିଁ, କାହାକୁ ବି ଡାକ, 2 ଜଣକୁ ଡାକ, ଯଥେଷ୍ଟ ସମୟ ଦିଏ, ଯଥେଷ୍ଟ ସମୟ। ଆଜି ଏଇ ମଞ୍ଚରୁ କହୁଛି, ଯଦି ଆଗରୁ ମୁଁ ଜାଣିବି କୋଉ ଜାଗାରେ 5-7ଟା ବକ୍ତା ଅଛନ୍ତି, ମୁଁ ଯିବି ନ ଗଲେ କଣ 10,000 ଦେବା 5,000 ଦେବେନି, ଚିଡ଼ିଗଲା ବୁକରେ ମରିବି ନାହିଁ, ବୁକରେ ମରିବି ନାହିଁ। କାରଣ ଏଇଟା ମୋର ଜୀବିକା ନୁହେଁ, ପ୍ରଚାର କାର୍ଯ୍ୟ ମୋର ଜୀବିକା ନୁହେଁ, ମୋର ଜୀବନ। ମୁଁ ପ୍ରଚାର କରି ବଞ୍ଚୁ ନାହିଁ, ପ୍ରଚାର କରିବା ପାଇଁ ବଞ୍ଚୁଛି। ଏଇଟା ଆମର ଜୀବିକା ନୁହେଁ, ଏଇଟା ଜୀବିକା ନୁହେଁ। ଆପଣ ମାନେ କହିବା ପାଇଁ ଚାହେଁ, ସଫିସିଏଣ୍ଟ ଟାଇମ ଦିଅନ୍ତୁ ବକ୍ତା ମାନଙ୍କୁ, ସେମାନେ ଆସନ୍ତୁ ଆଉ କହିକି ଯାଆନ୍ତି। ଦ୍ୱିତୀୟ କଣ ଲେଖାଯାଉଛି? ତାହାଙ୍କ ରାଜଦଣ୍ଡ ସହକ କର। ପ୍ରଥମରେ ମନ ପରିବର୍ତ୍ତନ କର, ଆଉ କଣ କର? ରାଜଦଣ୍ଡକୁ ସହକ। ବକ୍ର ପଥ ଅଛି ଆପଣଙ୍କ ହୃଦୟରେ, ଆପଣଙ୍କ ଜୀବନରେ ବକ୍ର ମାର୍ଗ ଅଛି, ତାକୁ ଆଗ ସିଧା କରନ୍ତୁ। ଟେଢା ମେଢା ରାସ୍ତା ଅଛି କି ନାହିଁ? ଗୀତ ଗାଲା ଭଲ ଲାଗୁଛି। ଜୀବନର ଏହି ଅଙ୍କା ବଙ୍କା ପଥେ
ଅଙ୍କା ବଙ୍କା ପଦକୁ ସିଧା କର। ଆମର କେମିତି କେଡା ପ୍ରଭୁଙ୍କୁ ଜଣା। ତ ଜଣଙ୍କ ଘରକୁ ଭଉଣୀକୁ ପଚାରି ଭାଇ ଭଉଣୀ ଆପଣଙ୍କ ସ୍ୱାମୀ କେମିତି? ଆଜ୍ଞା ବେଶୀ ଟେଢାଟା ବେଶୀ ଟେଢାଟା। ପରେ କହିଲି ହେଲେ ଦିଦି କଣ କହୁଛ? କଣ କହିବେ ବାବୁ ଟେଢା है पर मेरा ଟେଢା है ଆଜି ମୁଁ କହିବା ପାଇଁ ଚାହେଁ ଯେତେ ସ୍ୱାମୀ ସ୍ତ୍ରୀ ମାନେ ଅଛନ୍ତି ପୁଅ ଝିଅ ମାନେ ଅଛନ୍ତି ଦ୍ୱିତୀୟ ବିଷୟ ଯଦି ଆପଣଙ୍କ ଜୀବନରେ ବକ୍ର ରାସ୍ତା ଅଛି ତେରା ମେରା ବିଷୟ ଅଛି ତାକୁ ସିଧା କର। ଯଦି ଏବେ ସିଧା କରିବ ନାହିଁ ପ୍ରଭୁ ଆସିଲେ ସିଧା ଆଉ ତାକୁ ସିଧା କରିବାଟା ମାନେ କଣ ଧୋକିଆ ମାରି ନର୍କକୁ ପଠେଇ ଦୟା କରିବେ ନା। तो तृतीय विषय कौन लिखा जाए आप देखिए तृतीय विषय लिखा जाए 8 पद तृतीय विषय कौन जदि मन परिवर्तन उपयुक्त फल उत्पन्न कर जदि परिवर्तन वास्तव में परिवर्तन फल भी देखा जीवन परिवर्तन हेले जीवन शैली भी परिवर्तन लाइफ चेंज हेले लाइफ स्टाइल भी चेंज परिवर्तन प्रिय माने जोतर गाँव बाहर को गले लोग आपको ख्रिस्टियन पर जानते मद दुकान रे ख्रिस्टियन पुड़िया दुकान रे ख्रिस्टियन मादगल बाटी ख्रिस्टियन थाना रे जुआ खेल बाटी कौन मु तो कहूची जदि आपण पुड़िया खाऊथिले पुड़िया छाड़ी देले एबे दांत सफा करियो डॉक्टर माने डॉक्टर को कहबै दांत नहीं सफा करछ ना आज्ञा मोर मन परिवर्तन हेछि मोर दांत भी परिवर्तन हबा दरकार से गीत लेखल मन पद लेखि नहीं से के लेखि म जणा नहीं और पद लेखबा थिला हम दांत देखि जगत जानिब आमे जीशुकर आमे जतरा नहीं हमर दांत देखि जानबार अछि एक जीशुकर लोक बोली আমার দান্ত সাক্ষ্য দেওয়ার আছে ভাই ভাই মানে দান্ত এবে ক্রিসমাস আসুছি মো দণ্ডব কি নাই কি জানা নাই কোন খ্রিস্টান তো আমার জীবনে কোন যদি কৌছু মন পরিবর্তন হইছি তাহলে মন পরিবর্তন উপযুক্ত ফল মধ্য ফলিবার আছে আর চতুর্থ বিষয় 9 পদ পুরি অব্রাহামক আমମାନଙ୍କର পিতা মনে মনে এপরি কহিবা চতুর্থ কোন अब्राहम तमे हमें अब्राहम कर संतान हमें अब्राहम एतकी स्टोरी को नहीं हमें क्रिश्चियन हमें प्रभु करो ए मधु भी कहूची हमें प्रभु करो ए जुआरी कहूची हमें प्रभु करो ए परस्त्री पत्र बुलुची एबे जणा पडु नाही भौणी माने भाई माने एबे विचार दिन रे तमर लुगा पटा भी साक्ष्य दबो ये बाप काम करछ एबे गोटे कोन गति साड़ी पिंधि बुलुची कोटी के लो तो साड़ी वाली के भी लोग किन दी तो साड़ी आवनी के तो नाइटी आउ के एबे लिपस्टिक लगाई कुट एटा गुणपुर ही नथि बोलो रायगढ़ देखि नथि बेंगलोर तो बुआ देखि बेंगलोर तो बुआ देखि विचार मु तो कहूँ पूरा जो दिन माने हमारा ग्लास भी हमारे विरुद्ध अच्छी जदि लोभ कर सब बेले कहते परिवर्तन होती लोभ कर गिना ग्लास थाली भी रखीदेवे आप मन को बुझे घरे गला देखते आप गिना ग्लास जब ना दे दिखाँ कारण गिना भल लगता कि नहीं बढ़िया लगे बिंदी बिंदी बढ़िया लगे स्पून ग्लास केते बढ़िया सान स्ट्रंग अच्छी नरकर जीव हईल नाली एते गिरजा प्रार्थना करूथिलु लो तू केमती नरको आसलु एटी लो गिना चली करी मुई आसीछि अरे तुई माउसी एटी लो मीटिंग जाईथिली जनकर जूता थिला पलटा चोरी करी के कोड काल धरे दिले चार्जर काढी पड़ी पड़बे कि नहीं ए चार्जर चोरनी एबे जोड़ा पड़बो नहीं केबे जोड़ा पड़बो विचार से चार्जर चोरनी एबे जोड़ा पड़बो नहीं आगो तो गरीब थिलु कि नहीं
ସାନ ସାନ ଛୁଆ ମାନଙ୍କର ପେଟ ମନ ଶୁକାଇ ଦେବେ କି ଚେଟି ମାନେ ସେ ଚେଟି ମାନେ ଦୁଇଟା ଗାଈ ହେଇଯାଇଛି ହେ ବାବୁର ଚେଟି ମନ ଶୁକାଇ ଦେଲେ ପେଣ୍ଟ ମାନେ କୁଟି ଗଲା ବିଚାର ଦେଲେ ଜଣା ପଡିବ ଜେଜେ ତୁ ତ ଏତେ ଗୀତା ପ୍ରାର୍ଥନା କରୁଥିଲୁ କେତେ ନର୍କ ଆଇଲୁ ହେଟିଲ ସାନ ବାବୁର ଚେଟି ଦୁଇଟା ଚୋରି କରି ମୁଇଁ ଯିବ ଚୋର ତ ଚୋର କି ନାହିଁ କେ ଘର ବାନ୍ଧିବା ପାଇଁ ଇଟା ଆଣିଥିବ ଆମର ସାଇ ମାନଙ୍କୁ ଦେଖନ୍ତୁ 1000ଟା ଇଟା ରଖନ୍ତୁ 15 ଦିନ ପରେ କଣ ହବ 500 ଇଟା ହେଇଯାଇଥିବ 500 ଇଟା ଚାଲି ଚାଲି କାল ଘରେ ପଳେଇଥିବ କି ନାହିଁ ହଁ ଇଟା ଚୋରି ବାଲି ଚୋର ମାନେ ସେଦିନ ଜଣା ପଡିବ କଣ କରିବା ଅଛି ନାଇଁ ଅନେକ ଘରେ ମୁଁ ଗାଁ ମାନଙ୍କରେ ଦେଖୁଛି ଅନେକ ଘର ଶାନ୍ତି ନାହିଁ କାହିଁକି ଶାନ୍ତି ନାହିଁ ତୁମେ ଲୋକର ଇଟା ଲୋକର ବାଲି ଲୋକର ସିମେଣ୍ଟ ଯଦି ଘର ବାନ୍ଧିଥିବ ତମ ଶାନ୍ତି ନଥିବ ସଦାପ୍ରଭୁ ଗୃହ ନିର୍ମାଣ କରନ୍ତି ଯେବେ ସେ ଘରେ ଆଜ୍ଞା ତେଣୁ ଆମେ ଏ ଚୋରା ଇଟା ବାଲିରେ ଘର ବାନ୍ଧିବୁ ତାର କଣ ହେଲା ଜଣେ ଲୋକ ମୁଁ ଚର୍ଚ୍ଚର ପାଳକ ଥିଲି ଆସି କହୁଛି ଆଜ୍ଞା ମତେ ଆଜ୍ଞା ଆର୍ଜେଣ୍ଟରେ ଆଜ୍ଞା ବାଇକ୍ ଗୋଟେ ଦରକାର ଅଛି ସେକେଣ୍ଡ ହ୍ୟାଣ୍ଡ ବାଇକ୍ ଗୋଟେ ଆଜ୍ଞା ପ୍ରଭୁ ଯୋଗାଇ ଦିଅନ୍ତୁ ମୁଁ କହିଲି ପ୍ରାର୍ଥନା କରବା ପ୍ରଭୁ ଯୋଗାଇ ଦେ ସେ ନେକ୍ସଟ ସପ୍ତାହ ଗୋଟେ ବାଇକ୍ ଧରିବାରି ଆସିଛି ପ୍ରଭୁ ଯୋଗାଇଲେ ଆଜ୍ଞା ଭଲ କଣ୍ଡିସନ ବାଇକ୍ ଗୋଟେ ଆଜ୍ଞା 15,000 ଯୋଗାଇଲେ ଆଜିକାଲି ବାଇକ୍ କୋଉଠି 15,000 ନା ଆଜ୍ଞା ଜଣେ ଲୋକ ଦରକାର ଥିଲା ତ ବିକି ଦେଇ ପଳେଇଲା ତା ସପ୍ତାହଟି ପରେ ପୋଲିସ ଖୋଜି ଖୋଜି ଆସି ବାଇକ୍ କୁ ନେଲା ଆକୁ ବି ସେ 15,000 ବାଇକ୍ ବି ଗଲା ଆଉ ମୁକୁଳି ଆଇବ 20,000 ଖର୍ଚ୍ଚ କରି ଆମର ପ୍ରଭୁ ଜାଲାବି ପ୍ରଭୁ ନାହିଁ ଆମର ପ୍ରଭୁ ଭଲ ପ୍ରଭୁ ଆଉ ସେ ଚାହାନ୍ତି ଆମେ ବି ଭଲ ହେବାର ଅଛି ପୁଡ଼ିଆ ଖାଉ ମଧ୍ୟ ଟିକେ ବସିତ ଭଲ କର୍ମ ଲୁଚାଇକି ପୁଡ଼ିଆ ଖାଇବେ ନାହିଁ ଗଲାବେଳେ ବାଟରେ ଗାଡି ରଖି ଘଣ୍ଟା ଥିଲା ଏବେ ଖାଇକେ ପଳେଇବ ତୁମେ କିନ୍ତୁ ମୋର ପ୍ରିୟ ମାନେ କଣ ଲେଖାଯାଉଛି ମନ ପରିବର୍ତ୍ତନ ଉପଯୁକ୍ତ ଫଳ ଉତ୍ପନ୍ନ କର ଅବ୍ରାହମ ଆମ ପିତା ବୋଲି ମନେ ମନେ ମଧ୍ୟ କହିବ କାହିଁକି ଜଣେ ଲୋକକୁ ଆପଣ ଦେଖିବେ ମାଥ୍ୟୁ 16 ପର୍ବ 24 ପଦରେ ମାଥ୍ୟୁ 16:24 ସେତେବେଳେ ଯୀଶୁ ଆପଣ ଶିଷ୍ୟମାନଙ୍କୁ କହିଲେ ମାଥ୍ୟୁ 16:24 ସେତେବେଳେ ଯୀଶୁ ଆପଣ ଶିଷ୍ୟମାନଙ୍କୁ କହିଲେ କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ ଲୁକର ପଢନ୍ତୁ ଲୁକ 16:24 ଲୁକ 16:24 ସେଥିରେ ସେ ଡାକି କହିଲା ହେ ପିତା ସେଇ ବ୍ୟକ୍ତି କହିଲା ହେ ପିତା କୋଠୁ କହୁଛି ନର୍କର ଆମର ପିଲା କେମିତି ଯିବ ମାନେ ଏମାନଙ୍କର ଗର୍ବ ଏତିକି ଜିଉଦି ଲୋକର ଗର୍ବ ସେ ନର୍କରେ ଯାଇ ଫୁଟାଣି ମାରୁଛି ହେ ପିତା ଅବ୍ରାହମ କଣ କଲେ ପାଟି ବନ୍ଦ କର তুই যদি মোর পিলা নর্ক কেମିତି ଗଲି এমন এତିକି ଗର୍ବ এমন ଫୁଟାଣି ବେଶୀ ଆପଣ ଜହନ ବି ଦେଖିବେ 8 ପର୍ବ ତା 33 ପଦ ଜହନ 8 ପର୍ବ ତା 33 ପଦ ସେମାନେ କାହାକୁ ଉତ୍ତର ଦେଲେ ଆମ୍ଭେମାନେ ଅବ୍ରାହମଙ୍କର ବଂଶ କାହାର ବଂଶ ଏମାନେ ଗୋଟେ ଅବ୍ରାହମର ବଂଶ ଏଠି ବାପି ଜହନ କହୁଛନ୍ତି ଅବ୍ରାହମ ଆମର ପିତା ବୋଲି ତୁମେ ମନେ ମନେ ସୁଦ୍ଧା କହି ହୁଅ ନାହିଁ ଆମେ କଣ କରୁଛୁ ଆମେ ପ୍ରଭୁଙ୍କ ଲୋକ ଆମେ ପ୍ରଭୁଙ୍କ ଲୋକ କୋଉ ପ୍ରଭୁ ଲୋକ ମଧୁଆ କୋଉ ପ୍ରଭୁ ଲୋକ କୋଉ ପ୍ରଭୁ ଲୋକ ରାତି ସାରା ଟିଭି ଦେଖୁଥିବ ମୋବାଇଲ ଦେଖୁଥିବ ପରସ୍ତ୍ରୀ ପରପୁରୁଷ ପତ୍ରରେ ନାରେ ନାରେ ହେଉଥିବ କେ କୋଉ ପ୍ରଭୁ ଲୋକ କୋଉ ପ୍ରଭୁ ଲୋକ ପ୍ରିୟ ମାନେ ସମୟ ଅଛି କାଳ ସମ୍ପୂର୍ଣ୍ଣ ଖାଇଲା ପରେ ବଳକା ସମୟ କହିବି ଆପଣ ମାନଙ୍କୁ କାଳ ସମ୍ପୂର୍ଣ୍ଣ ହେଲାଣି ଆଉ ଯୋଉ କାଳ ଦିଆହେଇଛି ସେ କାଳ ନାହିଁ ଏବେ ଖାଲି ପ୍ରଭୁଙ୍କର କୋପ ଆସିବାର ଅଛି କେବଳ ଅନୁଗ୍ରହ ସମୟ ଟିକେ ସରିଯାଉ ସୁସମାଚାର ସମୟ ସରିଯାଉ ସୁସମାଚାର କାର୍ଯ୍ୟର ସେବା ସମାପ୍ତ ହେଲା ପରେ ମୋର ପ୍ରିୟ ମାନେ ଭୟଙ୍କର ସମୟ ଆଗକୁ ଆସିବାକୁ ଯାଉଛି ଆପଣ ପରିକଳ୍ପନା ବି କରିପାରିବେନି ଆପଣ ଚିନ୍ତା ବି କରିପାରିବେନି ଯେ କଣ ସମୟ ଆସିବା ପାଇଁ ଯାଉଛି আগর সময় ভালো সময় নেই দেখিবে মাত্র 24 পর্ব 14 পদ মাত্র 24 14 ଆଉ ସମସ୍ତ ଜାତି ନିକଟରେ ଆଉ ସମସ୍ତ ଜାତି ନିକଟରେ
ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ। ତତ୍ପରେ ଯୁଗାନ୍ତ ଆଗ ସୁସମାଚାର ସରିଯାଉ। ଆଉ ଭାରତରେ ସୁସମାଚାର ସେବା କାର୍ଯ୍ୟ ପ୍ରାୟତଃ ସମାପ୍ତ ହେଇଗଲାଣି। ଏମାନଙ୍କୁ ସୁସମାଚାର ଦରକାର ମଧ୍ୟ ନାହିଁ। ଏମାନଙ୍କୁ ବୁଝାଇବା ପାଇଁ ଗଲେ କଣ ହବ? ମଦ ଖାଇ ଖାଇ ଦେଇକି ମାରିବା ପାଇଁ ଆସୁଛି। ପାଷ୍ଟରକୁ ମାର, ଚର୍ଚ୍ଚ ଭାଗ, ସଂସ୍ଥାକୁ ବନ୍ଦ କର, ସାହାଯ୍ୟ ବନ୍ଦ କର। ଦେଖନ୍ତୁ ଆମର ଦେଶର କଥା ଦେଖନ୍ତୁ। ଗୋଟେ ଗାଁରେ କିଏ ରହିପାରିବେ? ଗୋଟେ ଗାଁରେ ମଦୁଆ ବି ରହିପାରିବ, ବ୍ୟଭିଚାର ରହିପାରିବ, ଚୋର ରହିପାରିବ, ଡକାୟତ ରହିପାରିବ, ସ୍ମଗଲର ରହିପାରିବ। ମାତ୍ର ଯୀଶୁକୁ ଗ୍ରହଣ କଲା ପରେ ଲୋକ ଗାଁରେ ରହିପାରିବେ? କହିଲେ ଆକୁ ଗାଁରୁ ବାହାର, ଆକୁ ଗାଁରୁ ବାହାର କରିଦିଅ। ଆଉ ଜାତି ପଳେଇଲା। କଣ ପଳେଇଲା? ଜାତି ପଳେଇଲା। ଆଜି କି ଜାତି ଥିଲା ମଦୁଆର? ମଦୁଆର କି ଜାତି? ତା ମାନେ କଣ? ଆମ ଦେଶର କିଛି ଲୋକମାନେ ଅଛନ୍ତି, ଲୋକମାନେ ପରିବର୍ତ୍ତନ କରିବାକୁ ପସନ୍ଦ ନାହିଁ। ଆମ ଦେଶର ଲୋକ କାହିଁକି ଧନୀ ହଉନାହାନ୍ତି? ଧନୀ ହେବା ଲୋକ ଧନୀ ହଉଛନ୍ତି କାହିଁକି? କାହିଁକି ସବୁ ଚାହୁଁନାହାନ୍ତି ଧନୀ ହୁଅନ୍ତୁ ବୋଲି। ଏମାନଙ୍କୁ ଏମିତି ପର୍ବପର୍ବାଣିରେ ଫସାଇ ଦେଇଛନ୍ତି ପୁରା ପାଗଳ। 12 ମାସରେ କେତେ ପୂଜା? 13 ପୂଜା। 12 ମାସରେ 13 ପୂଜା କାହିଁକି? ଗୋଟେ ପୂଜା ହେଲେ କଣ ହେଲା? କାହିଁକି 13 ପୂଜା ଗଲେ? ଏ ମାସ ସାରା ପରିଶ୍ରମ କରିଥିବ, ପଇସା ଆଣିଥିବ, ଗୋଟେ ପୂଜାରେ ଖତମ। ତାପରେ ଆରି ପଇସା କମାଇ ଆଣିବ, ଆରି ଗୋଟେ ପୂଜାରେ ଖତମ। ତ 12 ମାସରେ 12 ପୂଜା, ଯୋଉ ବଳକା ପଇସା ଥିବ 13 ପୂଜାରେ ଖତମ। ତ ଯୋଉ ଭିକାରୀକୁ ସେଇ ଭିକାରୀ। ଏବେ ଗୋଟେ ପୂଜା ଥିଲା, କି ପୂଜା ସେଟା? ଟଙ୍କା ପଡାଇବା ପୂଜା। କି ପୂଜା? ଦୀପାବଳି କଣ ବୋଲି କହିବେ? ଟଙ୍କା ପଡେଇବା ପୂଜା। ଯେମାନେ ଆରମ୍ଭ କଲେ ସେମାନେ କିଛି କିଣୁନାହାନ୍ତି। ଆମର ଗାଁ ଗାଁର ଭଗୁଆ ମାନେ 5,000 ଟଙ୍କା କିଣି ପଡାରେ ପଡା ସେମାନେ ପଡା କରିକି ଆମର ସେ କାଉଡିରେ ପାଡ଼ି କିଏ ଧରିକି ଯାଉଛି? ଡକ୍ଟର ପିଲା ଯାଉଛି କି? ଇଞ୍ଜିନିୟର ପିଲା ଯାଉଛି କି? କଲେକ୍ଟର ପିଲା ଯାଉଛି କି? ଏସପିର ପିଲା ଯାଉଛି କି? ଆଦାନୀ ଯାଉଛି ନା ଆମ୍ବାନୀ ଯାଉଛି କି? ଗଭର୍ଣ୍ଣର ପିଲା ଯାଉଛି? କିଏ ଯାଉନାହାନ୍ତି? କିଏ? ଆମର ଗାଁ ମାନେ ଏ ଠେଲା ବାଲା, ଏ ପୁଡ଼ିଆ ଜଲକିଆ ବିକୁ, ଏ ପରିବା ବିକୁ କାଉଡି ଧରି ପାର କରେଗା। ତମକୁ ପାର କରେଗା, ତାଙ୍କୁ ପାର କରେଗା ଚାହୁଁନାହାନ୍ତି। ମୋ ପ୍ରିୟ ମାନେ, ଆମର ଦେଶର ଲୋକମାନେ ସତ୍ୟ ପରିବେଶକୁ ଜାଣିକରି ପରିବର୍ତ୍ତନ ହୁଅନ୍ତୁ। ତ ସୁସମାଚାର ସେବା ପ୍ରାୟତଃ ସରିବା ପାଇଁ ଯାଉଛି, ଆଉ ଆଗକୁ ନାହିଁ। ତ କଣ ଲେଖାଯାଉଛି ଏଠି? ଅବ୍ରାହମ ତମ ପିତା ବୋଲି ମନେ ମନେ ସୁଦ୍ଧା କୁହ ନାହିଁ। ତାପରେ 10 ପଦ। ଆଉ ଏବେ ସୁଦ୍ଧା, ଏଟା ପଞ୍ଚମ ଦୋଷ। ଆଉ ଏବେ ସୁଦ୍ଧା ଗଛ ଗୁଡ଼ିକ ମୂଳରେ କୁରାଡି ଲାଗି ଅଛି। ମୋର ଭାଇ ବନ୍ଧୁ ମାନେ କଣ ଲାଗିଛି? କୁରାଡି ଲାଗିଛି। କେତେବେଳେ ଚାଲିଯିବ ଜୀବନ, କେତେବେଳେ କାଟିଦେବେ ଜଣା ନାହିଁ। ଖାଲି ଦୟା ଏ ଜନତାର ମିଟିଂ ହୁଏ ତ କେତେ ଜଣ ପାଇଁ ଶେଷ ମିଟିଂ ହେଇଯାଇଥିବ। ମୁଁ ଦେଖୁଛି, ମୁଁ ଯୁଆଡେ ଯାଉଛି ଶେଷ ଲୋକ ମରୁଛୁ। ମୁଁ ଦେଖୁଛି, ମୁଁ ଯିବା ବେଳେ ମରି ଗଲା ବେଳେ ମରୁଛୁ। ମାନେ ମରବାଟା ଏତେ ବଢି ଯାଇଛି କହିଲେ ଏ କରୋନା ପରେ ମରବାଟା ଶସ୍ତା ହେଇଯାଇଛି। ଏବେ ଗାଁକୁ ଯାଇଥିଲି, 10 ଦିନର ପିଲାକୁ ହାର୍ଟ ପ୍ରୋବ୍ଲେମ, 10 ଦିନର ପିଲା, ତାକୁ ଅପରେସନ କରୁଛନ୍ତି। ସେ କଣ କରିଛି? ମରବାଟା ଶସ୍ତା ହେଇଗଲା। କେତେବେଳେ ବି ଚାଲିଯିବ ଜୀବନ। ସୁଯୋଗ ଅଛି, କଣ କରିବେ? ଆପଣଙ୍କ ଜୀବନକୁ କାଳ ସମ୍ପୂର୍ଣ୍ଣ ହେଇଗଲାଣି, ଆଉ ସମୟ ଆଗକୁ ନାହିଁ। ଖାଲି ଗାଇଲା ବେଳେ ଗାଇ ଥାଉଛି, ଆଉ ସମୟ ନାହିଁ ରେ ବନ୍ଧୁ। କାହା ପାଇଁ ଗାଉଛ ରେ ବନ୍ଧୁ? ଏଟା ତୋର ପାଇଁ ବି ସମୟ ନାହିଁ ରେ ବନ୍ଧୁ। ତୋ ପାଇଁ ବି ବେଳେ ବେଳେ କଣ କରିବେ ଭଉଣୀ ମାନେ? ପୁରା ମେକଅପ୍ ହେଇଯିବେ, ପାଉଡର ଫାଉଡର ଲଗାଇ, ଲିପଷ୍ଟିକ ଲଗାଇ, କନ୍ୟା ପକାଇ କରି ଦର୍ପଣ ଗାଇବେ, ଆଉ ସମୟ ନାହିଁ ରେ ବନ୍ଧୁ। ଆପଣଙ୍କ ସ୍ୱାମୀକୁ ବି କହିବେ, ସେ ସୁଟ ପିନ୍ଧ, ମୁଣ୍ଡରେ ଟିକେ କଳା ଲଗାଇ ହୁଅ, ନିଶରେ ଟିକେ ଲଗାଇ ହୁଅ, ପାଉଡର ଲଗାଇ, ମେକଅପ୍ ଟିକେ ସ୍ପ୍ରେ ମାରିକରି ଦର୍ପଣ ଠିଆ ହେଇକରି, ଆଉ ସମୟ ନାହିଁ ରେ ବନ୍ଧୁ। କାହାକୁ ସମୟ ନାହିଁ? ମୋର ଭଉଣୀ ମାନେ ସମୟ ନାହିଁ। ମୁଁ ଦେଖିଛି କେତେ ଜଣ ଭଉଣୀକୁ ପାଟ ଶାଢୀ ଗୋଦା
ସୁନା ବାନା ଗଦା ଗଦା ମଲା ବେଳକୁ ନାଇଟିରେ ନେଇକରି ପଟାଉଛନ୍ତି।